ଦଳ ମଧ୍ୟ ଟିପ୍ପଣୀ ମୁଁ ଦେଇପାରିବିନି, କିନ୍ତୁ ସେ ସୁସ୍ଥ ହେଲା ପରେ ନିଜେ ହାତକୁ ନେଇ ଛାତ୍ର ସଂଗଠନ, ଯୁବ ସଂଗଠନ, ମହିଳା ସଂଗଠନ କଲେଣି ତାଙ୍କ ଦଳକୁ ମଜବୁତ କରିବା ପାଇଁ। ଆମେ ଜଟଣୀ ବ୍ଲକ କଲୁ, ବଢିଆ ହେଲା। ଜଟଣୀ ମ୍ୟୁନିସିପାଲିଟି କଲୁ, ଭଲ ହେଲା। ଭୁବନେଶ୍ୱର ବ୍ଲକ କଲୁ, ଭଲ ହେଲା। କାଲି ବାଲିଅନ୍ତା ବାଲିପାଟଣା ଭଲ ହେଇଛି। ଭୁବନେଶ୍ୱରରେ କାଲି ଏକାମ୍ର ବି ହେଇଛି। ଆଜି ମଧ୍ୟମର ହଉଛି, ମୁଁ ଏଇନା ସେଠିକି ଯାଉଛି। ବଢିଆ ନିଷ୍ଠାପର ଭାବେ ଷ୍ଟେଟମେଣ୍ଟ ନଉଛନ୍ତି ଯୋଉମାନେ ଅବଜରଭର ଆସୁଛନ୍ତି। ରାହୁଲ ଗାନ୍ଧୀ କି ଧନ୍ୟବାଦ, ଖଗଡେଙ୍କୁ ଧନ୍ୟବାଦ। ଏ ସିଷ୍ଟମରେ ସଭାପତି ଚୟନଟା ଖୁବ ବଢିଆ ହେଇଛି। ଏ ନବୀନ ପଟ୍ଟନାୟକ ଦେହ ସୁସ୍ଥ ହେଲା ପରେ ସେ ପ୍ରଥମେ ଛାତ୍ର କଂଗ୍ରେସ କଲେ, ଯୁବ କଂଗ୍ରେସ ଛାତ୍ର ଯୁବ କଲେ ଏବଂ ମାନେ ଯୁବ ବିଜୁ ଜନତା ଦଳ କଲେ, ମହିଳା କରିଛନ୍ତି। ତାଙ୍କ ଦଳକୁ ସେ ସୁଦୃଢ କରୁଛନ୍ତି। ତାଙ୍କ ଦଳ ମଧ୍ୟ ଟିପ୍ପଣୀ ମୁଁ ଦେଇପାରିବିନି, କିନ୍ତୁ ସେ ସୁସ୍ଥ ହେଲା ପରେ ନିଜେ ହାତକୁ ନେଇ ଛାତ୍ର ସଂଗଠନ, ଯୁବ ସଂଗଠନ, ମହିଳା ସଂଗଠନ କଲେଣି ତାଙ୍କ ଦଳକୁ ମଜବୁତ କରିବା ପାଇଁ। ସେ ତାଙ୍କ ଦଳକୁ ମଜବୁତ କରିବା ପାଇଁ କର୍ତ୍ତବ୍ୟରେ ଲାଗିଛନ୍ତି। ଲାଗନ୍ତୁ, ତାଙ୍କ ଦଳ ରହିବା ଦରକାର। ରାଜ୍ୟର ବହୁତ ବିକାଶ କରିଛି ତାଙ୍କ ଦଳ, ତେଣୁ ସେମାନେ ଏକାଠି ହେଲେ ଭଲ। ଉତ୍ତରାଧିକାରୀ ପାଣ୍ଡିଆନ ନାଁ ଚର୍ଚ୍ଚା ହେଉଛି। ସେସବୁ ମୁଁ କହିପାରିବିନି, ତାଙ୍କ ଦଳ କଥା ସେ କହିବେ। ଆମର କାମ କଂଗ୍ରେସକୁ ଆଗେଇ ନେବା। ଏଇନା କଂଗ୍ରେସ ପ୍ରତି ଜିଲ୍ଲାରେ, ପ୍ରତି ବ୍ଲକରେ ସଂଗଠନ ମିଟିଂ ଆମେ କରୁଛୁ। ଆମେ ଜଟଣୀ ବ୍ଲକ କଲୁ, ବଢିଆ ହେଲା। ଜଟଣୀ ମ୍ୟୁନିସିପାଲିଟି କଲୁ, ଭଲ ହେଲା। ଭୁବନେଶ୍ୱର ବ୍ଲକ କଲୁ, ଭଲ ହେଲା। କାଲି ବାଲିଅନ୍ତା ବାଲିପାଟଣା ଭଲ ହେଇଛି। ଭୁବନେଶ୍ୱରରେ କାଲି ଏକାମ୍ର ବି ହେଇଛି। ଆଜି ମଧ୍ୟମର ହଉଛି, ମୁଁ ଏଇନା ସେଠିକି ଯାଉଛି। ବଢିଆ ନିଷ୍ଠାପର ଭାବେ ଷ୍ଟେଟମେଣ୍ଟ ନଉଛନ୍ତି ଯୋଉମାନେ ଅବଜରଭର ଆସୁଛନ୍ତି। ରାହୁଲ ଗାନ୍ଧୀ କି ଧନ୍ୟବାଦ, ଖଗଡେଙ୍କୁ ଧନ୍ୟବାଦ। ଏ ସିଷ୍ଟମରେ ସଭାପତି ଚୟନଟା ଖୁବ ବଢିଆ ହେଇଛି। ତଳ ସ୍ତରରୁ, ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ ହବ।